ତିନି ମାସ ଖାଇଲେ ତାପରେ ସେ ମୋଟା ହେଇଗଲେ। ମୋଟା ହେଲା ପରେ ତାପରେ ପୁଣି ଆସିଗଲା ସେକେଣ୍ଡ ସେସନ ସ୍କେଡ୍ୟୁଲ। ସେ କହିଲେ ଯେ ପତଳା ହେବାକୁ ପଡ଼ିବ। ତ ମୁଁ ଡାକିଲି ଭାଇ ଆସ ହେଇଛି ମଟନ୍। ଭାଇ नो ଆପଣ କିଏ ହୁ ଆର୍ ୟୁ ମାନେ ସେ ମୋତେ ଚିହ୍ନିଲେନି। ମାନେ ଏତେ ପ୍ରଫେସନାଲ ଭେରି ହାପି ଆକ୍ଚୁଆଲି ଭଲ କାହାଣୀ ମୁଁ କରିଛି ଭଲ ଚୁଜ୍ ମୁଁ କରିଛି। ଆଉ ଶିବାନୀର ଡିଫରେଣ୍ଟ କ୍ୟାରେକ୍ଟର ଫାର୍ଷ୍ଟ ଟାଇମ୍ ସେ ଆଗରୁ ବହୁତ ଚୁଲବୁଲି ଡାନ୍ସ ଗୀତ ଏଇ ଗୀତ କରିଛନ୍ତି। ଏବେ ଏଇଟା ପୁରା ଅଲଗା ଲେଭେଲ କାହାଣୀ ଅଲଗା ଧରଣ କାହାଣୀ ତାଙ୍କ କ୍ୟାରେକ୍ଟର ପୁରା ଡିଫରେଣ୍ଟ। ସେ ଶିବାନୀ ଏଇ ଫିଲ୍ମ କରିଛନ୍ତି କେବଳ ତାଙ୍କ କାହାଣୀ ପାଇଁ ତାଙ୍କ ଡିଫରେଣ୍ଟ ମାନେ ରୋଲ ଡିଫରେଣ୍ଟ ଆକ୍ଟିଂ ସେ ଗୋଟେ ପାଗଳି ହେଇଛନ୍ତି ବଢ଼ିଆ କାହାଣୀ। ମୁଁ ଏହା କହିବି ସୁନ୍ଦର କାହାଣୀଟି ଆକ୍ଚୁଆଲି ଏଇଭଳିଆ ଓଡ଼ିଶାରେ ଫାର୍ଷ୍ଟ ଟାଇମ୍ ହେଇଛି ଏମିତିଆ କାହାଣୀ ଆକ୍ଚୁଆଲି ମାନେ ଗୋଟେ ହିରୋ ଯେମିତି ଦଙ୍ଗଲ ହେଇଥିଲା ବଲିଉଡରେ ସିଏ ତ ଆଗରୁ ମୋଟା ଥିଲେ ମାନେ କମି ନଥିଲେ ଇଏ ଜଣେ ହିରୋ ଏମିତିଆ ଜଣେ ଆକ୍ଟର ମାନେ 93 କିଲୋ ହେଇଗଲା ପରେ ମାନେ ତାପରେ ଆସିଛନ୍ତି ମାନେ 65 ସମଥିଙ୍ଗ 68 କିଲୋକୁ ଆସିଛନ୍ତି। ଯେ ଓଡ଼ିଶାରେ ଏମିତି ଆକ୍ଚୁଆଲି କୌଣସି ହିରୋ ଏମିତି ଆଗକୁ କେହି କରିନାହାନ୍ତି ଭାବୁଛି ଆଗକୁ କେବେ ସେ କରିପାରିବେ। ମାନେ ମୁଁ ଗୋଟେ ସ୍ମଲ୍ କାହାଣୀ କହୁଛି ଆମେ ଯେତେବେଳେ ଫିଲ୍ମ ଷ୍ଟାର୍ଟ କଲୁ ଆମେ ସେ ଡାଇରେକ୍ଟର କହିଲେ ସେ ମୋଟା ହେବାକୁ ପଡ଼ିବ। ମୋ ଘରେ ଏଭ୍ରିଡେ ସେ ଖାଇଲେ ଏଭ୍ରିଡେ ଆମେ ଖାଇଲୁ ଭାତ ମଟନ ଚିକେନ ପ୍ରନ୍ ଏଭ୍ରିଡେ ଖାଇଲେ। ଇଏ 3 ମାସ ଖାଇଲେ ତାପରେ ସେ ମୋଟା ହେଇଗଲେ। ମୋଟା ହେଲା ପରେ ତାପରେ ପୁଣି ଆସିଗଲା ସେକେଣ୍ଡ ସେସନ ସ୍କେଡ୍ୟୁଲ। ସେ କହିଲେ ଯେ ପତଳା ହେବାକୁ ପଡ଼ିବ। ତ ମୁଁ ଡାକିଲି ଭାଇ ଆସ ହେଇଛି ମଟନ୍। ଭାଇ नो ଆପଣ କିଏ ହୁ ଆର୍ ୟୁ ମାନେ ସେ ମୋତେ ଚିହ୍ନିଲେନି। ମାନେ ଏତେ ପ୍ରଫେସନାଲ ଭେରି ହାପି ଆକ୍ଚୁଆଲି ଭଲ କାହାଣୀ ମୁଁ କରିଛି ଭଲ ଚୁଜ୍ ମୁଁ କରିଛି। ଆଉ ଶିବାନୀର ଡିଫରେଣ୍ଟ କ୍ୟାରେକ୍ଟର ଫାର୍ଷ୍ଟ ଟାଇମ୍ ସେ ଆଗରୁ ବହୁତ ଚୁଲବୁଲି ଡାନ୍ସ ଗୀତ ଏଇ ଗୀତ କରିଛନ୍ତି। ଏବେ ଏଇଟା ପୁରା ଅଲଗା ଲେଭେଲ କାହାଣୀ ଅଲଗା ଧରଣ କାହାଣୀ ତାଙ୍କ କ୍ୟାରେକ୍ଟର ପୁରା ଡିଫରେଣ୍ଟ। ସେ ଶିବାନୀ ଏଇ ଫିଲ୍ମ କରିଛନ୍ତି କେବଳ ତାଙ୍କ କାହାଣୀ ପାଇଁ ତାଙ୍କ ଡିଫରେଣ୍ଟ ମାନେ ରୋଲ ଡିଫରେଣ୍ଟ ଆକ୍ଟିଂ ସେ ଗୋଟେ ପାଗଳି ହେଇଛନ୍ତି ବଢ଼ିଆ କାହାଣୀ ବଢ଼ିଆ କାହାଣୀ। ଭାଇ ରମେଶ ଭାଇ ବହୁତ କମ ଫିଲ୍ମ ଆଣନ୍ତି ଯୋଉଟା ଆଣନ୍ତି ପୁରା କଣ୍ଟେଣ୍ଟ ବେସିକ ଆଣନ୍ତି। କଣ କହିବେ ଏ ଫିଲ୍ମ ବି କେତେ ଦର୍ଶକ ଭଲ ପାଇବା ମିଳିବ? ନିହାତି ଏ ଫିଲ୍ମ ଲୋକ ଲାଇକ୍ କରିବେ 100% ଲୋକ ଲାଇକ୍ କରିବେ। ଆଉ ମୁଁ ଏବେ ଯେଉଁ ଫିଲ୍ମ କରୁଛି ବସ୍ ଚୁଜ୍ କରି ଫିଲ୍ମ କରୁଛି। ଏବେ ମୋ ଆଗକୁ ଆହୁରି ଗୋଟେ ଭଲ ଫିଲ୍ମ ଆସୁଛି ସରପ୍ରାଇଜ ନେକ୍ସଟ ଆମେ ଆଉ ଥରେ ଦେଖାହେବା। ଏବେ ମୁଁ ପ୍ରତିଟି ଫିଲ୍ମ କରୁଛି ଭାବି ଚିନ୍ତିକି ଷ୍ଟୋରି କ'ଣ ଆଉ ଡାଇରେକ୍ଟର କିଏ କ'ଣ ହେଲେ ହେବ କେଉଁଟା ବେଷ୍ଟ ହେବ ଓଡ଼ିଶା ପାଇଁ। ଥ୍ୟାଙ୍କ ୟୁ ସୋ ମଚ୍।